ଆଗକୁ ଆସିବାକୁ ଯାଉଛି ମକର, ସେଥିପାଇଁ ଆମ ଗାଁର ଲୋକମାନେ ବର୍ତ୍ତମାନ କାଠ ବୁହା ବୁହିରେ ହିଁ ବ୍ୟସ୍ତ ରହୁଛନ୍ତି। କାହିଁକିନା ମକର ଥରେ ଆସିଗଲା ପରେ ସେତେବେଳେ ଆଉ ଯାଇ ହେବନି, ସମୟ ମିଳିବନି। କାହିଁକିନା ମକର ପୂର୍ବରୁ ଲୋକ ଘର ଦ୍ୱାର ସଫା କରିବେ, ଛୁଞ୍ଚ ଗୋବର ଦେବେ, ଲୁଗାପଟା ସଫାସଫି ହେବ, ତ ଟାଇମ୍ ହିଁ ମିଳିବନି ସେତେବେଳେ। ତେଣୁକରି ବର୍ତ୍ତମାନ ଖାଲି ଦିନ ରାତି ବର୍ତ୍ତମାନ କାଠ ବୁହା ଚାଲିଛି। ଅନ୍ଧାରୁ ବି ଯାଇକିନା ଲୋକ କାଠ ଆଣୁଛନ୍ତି, କିଏ ଦିନରେ 2 ଥର 3 ଥର ଯାଇକିନା ବି କାଠ ବୁହା ବୁହି ହେଉଛି, ଚାଲିଛି ବର୍ତ୍ତମାନ ଜୋରସୋର। ତାପରେ ହେଉଛି ମକରଟା ସରିଲା ପରେ, ମକର ଖାଇକିନା ହାଣ୍ଡିଆ ଫାଣ୍ଡିଆ ସରିଲା ପରେ ତାପରେ ଯାଇକି ପୁଣି ଥରେ ଚିନ୍ତା କରାଯିବ ମାନେ କାଠ ଆଣିବା ପାଇଁ। ତ ଆପଣମାନଙ୍କ ଗାଁ ଆଡ଼େ ମକର ପ୍ରିପାରେସନ୍ ହେଲାଣି କି ନାହିଁ ତ ନିହାତି ଭାବରେ ଜଣାଇବେ। ବୋଉ ଆମର ଯାଇଥିଲେ ଅନ୍ଧାରୁ ଆସିକି ପହଞ୍ଚିଛନ୍ତି ବର୍ତ୍ତମାନ। ତ ଖାଇକିନା ବର୍ତ୍ତମାନ ସେ ଆହୁରି ଗୁଦାମ ଯିବେ। ଆଉ ଦେଖନ୍ତୁ ତାଙ୍କର କାଠ ବୋଝ ଏପଟେ ପଡ଼ିଛି। ବଡ଼ମା ଘର ତାଙ୍କର 2 ଜଣ ଯାଇଥିଲେ, ବଡ଼ବାପା ତ ମୋଟା ମୋଟା ଶୁଖିଲା ସବୁ ନେଇକି ଆସିଥିଲେ। ଆଉ ଏପଟେ ଆମର ଜଙ୍ଗଲରେ ତ ଝାଉଁ କାଠ ଆଉ ବାଦାମ କାଠ ହିଁ ମିଳିଥାଏ। ତାପରେ କାଠ ମାନେ କିଣିବାକୁ ପଡ଼ିଥାଏ 20 ଟଙ୍କା ଲେଖା ବୁଝା। ତ ଦେଖିପାରୁଥିବେ ଶୁଖିଲା ଶୁଖିଲା ସବୁ ଆଣିଛନ୍ତି। କ'ଣ ଆପଣମାନଙ୍କ ଆଡ଼େ ବି ଜଙ୍ଗଲ ଗଲେ, କାଠ ଆଣିବାକୁ ଗଲେ ପଇସା ଦେବାକୁ ପଡ଼େ କି ନିହାତି କମେଣ୍ଟରେ ଜଣାଇବେ।